ତ ନିଶ୍ଚିତ ଭାବେ ଏଇ ଭିଡ଼ିଓରେ ଆଜି କହି ରଖିବି ଯେ କେଉଁ ଅପସନ୍ କିଏ ଚୁଜ୍ କଲେ କିପରି ଆପଣ ଲାଭାନ୍ୱିତ ହୋଇପାରିବେ। ତ ଆପଣ କ୍ୟାଡେ ରୁଲ୍ କଥା ପ୍ରଥମେ ଆମେ ଆଲୋଚନା କରିବା। କ୍ୟାଡେ ରୁଲ୍ରେ ଅପସନ୍ ଆପଣ କ୍ୟାଟେଗୋରୀ ଚେଞ୍ଜ କରିବା ପାଇଁ କେବଳ ହିଁ VBରେ ଆପଣ ଅପସନ୍ ନେଇପାରିବେ। କ୍ୟାଟେଗୋରୀ 1 ଟିଚର୍ VAରେ କୌଣସି ପରିସ୍ଥିତିରେ ମୁଭମେଣ୍ଟ ନାହିଁ, କାହିଁକି ନା ଯେଉଁମାନେ କ୍ୟାଟେଗୋରୀ 1 ଅଛନ୍ତି ସେମାନଙ୍କୁ ମୁଭମେଣ୍ଟ କରିବା ପାଇଁ କେବଳ VBରେ ହିଁ ଅପସନ୍ ଅଛି। ଯେଉଁଥିରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ଆସି ପହଞ୍ଚିଛି ଯେ ଆମେ ବର୍ତ୍ତମାନ ଯେଉଁ ଗ୍ରାଡୁଏସନ୍ ଲିଷ୍ଟ ତିଆରି ହେଉଛି ବା ଭବିଷ୍ୟତରେ ହେବ, ଆମେ କେଉଁ ଅପସନ୍ ଚୁଜ୍ କରିବାର ଆବଶ୍ୟକତା ରହିଛି। ତ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ତା ତରଫରୁ ରହିଛି ଚିଠି 5262 ଅର୍ଥାତ୍ 5262 6320ରେ ଦିଲ୍ଲୀପ ଶତପଥୀଙ୍କ ପାଖରୁ ଏଫଏକମ୍ ଆଡ଼ିସନାଲ୍ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଆକାଉଣ୍ଟାଣ୍ଟ ଜେନେରାଲ ଓଡ଼ିଶା ଭୁବନେଶ୍ୱର ରିଗାର୍ଡ଼ିଂ ଆବୋଲିସନ୍ କ୍ରିଏସନ୍ ଅଫ୍ ଡିଫରେଣ୍ଟ ପୋଷ୍ଟ ଏଜ୍ ପର୍ ଓଡ଼ିଶା ଏଲିମେଣ୍ଟାରୀ ରୁଲ୍ସ 2019। ତ ଏଇ ରୁଲ୍ ଅନୁସାରେ ଆପଣ ଯେଉଁଟାକୁ 2019 କ୍ୟାଡେ ରୁଲ୍ କହୁଛନ୍ତି, ସେ ରୁଲ୍ ଅନୁସାରେ ଇଏ ପୋଷ୍ଟ କ୍ରିଏସନ୍ ହେଇଥିଲା ଏବଂ ସେ ପୋଷ୍ଟରେ A-B ସହିତ ଲେବୁଲ୍ 4 HM ଗ୍ରାଜୁଏଟ୍ ଟିଚର୍ ଏବଂ ଲେବୁଲ୍ 3ର ଥିଲା ହେଉଛି 17,696 ପୋଷ୍ଟ ଏବଂ ଏପଟେ ଆପଣ ଦେଖିପାରିବେ HM ପ୍ରାଇମେରୀ ସ୍କୁଲରେ ଥିଲା 1073 ପୋଷ୍ଟ। ମୋଟରେ ଥିଲା ତ ଆପଣ ଦେଖିପାରିବେ ଲକ୍ଷେ ଦେଖନ୍ତୁ 1,40,000 42,000 ପୋଷ୍ଟ ଥିଲା। ତ ଇଏ ରହିଛି ସେଇ କ୍ୟାଟେଗୋରିକାଲ ପୋଷ୍ଟ ଆପଣ ଦେଖିପାରିବେ। ଅନୁଗୁଳ କଥା ବିଚାରକୁ ନେଲେ ସିନିୟର HM PSର ପ୍ରାଥମିକ ସ୍କୁଲରେ 32ଟି, ଆଉ ଅପର ପ୍ରାଇମେରୀ 562ଟି, HM NPS 415, ଗ୍ରାଜୁଏଟ୍ ଟିଚର 550 ଏବଂ ସାଇନ୍ସ ଗ୍ରାଜୁଏଟ୍ ଟିଚର 550, 860 ସିନିୟର ଟିଚର ଲେବୁଲ୍ VB ଏବଂ ଲେବୁଲ୍ VAରେ 835 3,804। ତ ଆପଣମାନେ କହି ରଖିବୁ ଦେଖନ୍ତୁ ଏଠି VAରେ ଯେଉଁ 835 ପୋଷ୍ଟ ହେବ ତାହାର ଡାଇରେକ୍ଟ ରିକ୍ରୁଟମେଣ୍ଟ ଅଦ୍ୟାବଧି ନାହିଁ। ଯେଉଁଥିରେ ଡାଇରେକ୍ଟ ରିକ୍ରୁଟମେଣ୍ଟ ନାହିଁ ତାହା କେଉଁଠୁ ଆସିବ ନା ଜୁନିୟର ଟିଚର କିମ୍ବା ସ୍କିମେଟିକ୍ରୁ ଆସିବ। ତାହା 50% କ୍ୟାଟେଗୋରୀ 1, 50% କ୍ୟାଟେଗୋରୀ 2। ତ ଏଥିରେ କୌଣସି ଦ୍ୱିମତ ହେବାର କାରଣ ନାହିଁ, କାରଣ ଲେବୁଲ୍ VAରେ ଅଟୋମେଟିକାଲି ଅବଜର୍ଭ ହେଉଛନ୍ତି ସେଇମାନେ ଯେଉଁମାନେ ପୋଷ୍ଟିଂ ପାଉଛନ୍ତି SS ହିସାବରେ। ଆପଣ ଜାଣିଛନ୍ତି ଜୁନିୟର ଟିଚର ହିସାବରେ ଯେଉଁମାନେ ପୋଷ୍ଟିଂ ପାଉଛନ୍ତି ଯେତିକି ପୋଷ୍ଟ ରହୁଛି ସେଥିରୁ ଅଧା ରହୁଛି କ୍ୟାଟେଗୋରୀ 1 ଏବଂ ଅଧା ରହୁଛି କ୍ୟାଟେଗୋରୀ 2 ପର୍ଯ୍ୟାୟବ୍ୟାପୀ। ସେଇଥିରୁ 50% କ୍ୟାଟେଗୋରୀ 2 VBକୁ ଆସିବେ, 50% କ୍ୟାଟେଗୋରୀ 1 VBକୁ ଆସିବେ। ତ 860 ପୋଷ୍ଟକୁ ଆପଣ ହିସାବ କଲେ ଏହାର 50% ହେଉଛି 430ଟି ପୋଷ୍ଟ। ମାନେ କେବଳ ଗୋଟିଏ ଜିଲ୍ଲାକୁ ହିସାବକୁ ନେଉଛନ୍ତି, ଅନୁଗୁଳ ଜିଲ୍ଲାଟି। 430 କ୍ୟାଟେଗୋରୀ 1, 430 କ୍ୟାଟେଗୋରୀ 2। ତ ଏଇଠି ଆସିଛି ବଡ଼ ପ୍ରସଙ୍ଗ। ତ ଆପଣମାନଙ୍କୁ କହିଲେ 430ଟି କ୍ୟାଟେଗୋରୀ 1 ପୋଷ୍ଟ ରହିଛି। ଯଦି ମ୍ୟାକ୍ସିମମ୍ ଅନୁଗୁଳ ଜିଲ୍ଲାରେ VAରୁ VBକୁ ପ୍ରମୋସନ୍ ହୁଏ ତେବେ 430 ଜଣ କ୍ୟାଟେଗୋରୀ 1 ବାଲା ପାଇବେ, 430 ଜଣ କ୍ୟାଟେଗୋରୀ 2 ବାଲା ପାଇବେ। ତ ପ୍ରସଙ୍ଗଟି ଏଇଠି ରହୁଛି, ଯଦି ଆମେ VAରେ କ୍ୟାଟେଗୋରୀ 2କୁ ପଳେଇ ଯାଉଛନ୍ତି BA କ୍ୱାଲିଫିକେସନ୍ ଆଣି ଏବଂ TT 2 ଆଣିକି, ତ ଆମେ କେଉଁଠି ସ୍ଥାନ ପାଇବା ନା 430 ଜଣ ଆପଣ ରହିଛି ରିକ୍ରୁଟମେଣ୍ଟ ଇୟର ୱାଇଜ୍ ଆପଣ ରିକ୍ରୁଟମେଣ୍ଟ ପାଉଛନ୍ତି। 430 ଜଣ ଯେଉଁ ରହିଛନ୍ତି BA ଟିଚର୍ସ ଏବେ ତ OTT କରିକି ଆସୁଛନ୍ତି, ସେମାନେ 430 ରହିଲେ ଆପଣଙ୍କ OTT DPR ମନେ କରନ୍ତୁ ଆପଣ ଏବେ ପାସ୍ କଲେ, ଆପଣ ରହିବେ କେଉଁଠି 431 ନମ୍ବର। 431 ନମ୍ବରରେ ଯେତେବେଳେ ଆପଣ ରହୁଛନ୍ତି, କିନ୍ତୁ କ୍ୟାଟେଗୋରୀ 1ରେ ଆପଣ ଇୟର ୱାଇଜ୍ ରହୁଛନ୍ତି କେଉଁଠି, ଆପଣ ଯଦି ଫାର୍ଷ୍ଟ ଇୟରରେ ରିକ୍ରୁଟମେଣ୍ଟ ପାଇଥିବେ କ୍ୟାଟେଗୋରୀ 1 ହିସାବରେ 12 ମସିହା କିମ୍ବା 13 ମସିହାରେ ଆପଣ ରହିପାରିବେ 100 ବା ଆପଣଙ୍କ ର୍ୟାଙ୍କ ଯେଉଁଠି ଆସିଲା, କେବେ ବି 431କୁ ଆସିବେନି। ତ ଆପଣ ଯଦି ଏଠି ଫୁଲ୍ ମ୍ୟାକ୍ସିମମ୍ ଦିଆଯାଉଛି ପ୍ରମୋସନ୍
तो आप 430 पलि जी आप 431 नंबर रही जाऊँच किंतु एठी आपण ता भीतर को पशि जाऊँ आप 430 केबे भी एट टाइम गवर्नमेंट प्रमोशन दिएनी तो आपणकर एठी जदि कैटेगरी 1 रे आपण 25 भितर रोचंती मने करंतु सरकार 300 लेखाए प्रमोशन देले तो आपण एठी 431 रे थिले जदि आपण कैटेगरी 1 रे प्रमोशन नहीं कि पड़े गले VB को एटा होची लीगल बाट से VA रे जिबाटा सेटा भी लीगल नुहो आपण कहि रखुछु सेटा भी आपन पई लीगल नुहो काहे ना VA रे कोनोसी ऑप्शन नाही जदि आपण 25 नंबर सीरियल रे जाउछंती एवं VB को एठी 300 गले सेठी भी 300 गले आपणकर VB रे आपण मन बळैले ग्रेजुएट टीचर हेबे एटा ही रियल बाट ग्रेजुएट टीचर हेबा पई आपन को दबा को पड़िबो कौन देबे ना ऑप्शन देबे कौन सी जगह ऑप्शन नहीं केवल VB रे ही ऑप्शन अछि आपन जते VB रे ऑप्शन देबे एठी 300 टीचर पाई छंती कैटेगरी 2 रे तो आपन 301 नंबर रहिबे देखंतु सेठी 431 रुतले गोटे एग्जांपल मु दउची आपन मानको 431 रु एसी 301 रे पहुंचले एवं आपन सीनियरिटी मध्ये कटु नाही VB रे रहउचंती आपन ता पूर्व को रहउची लेवल 4 तो पर्याप्त फांका पड़ी आप निश्चय भाव जापरेंगे जदि आप ए रे कैटेगरी चेंज करुँच तो आपण मैंने निश्चित भाव असुविधा पड़े आप देखु कैटेगरी आप कैडर रूल देखु किपरि मु जहाँ कही सत्य कि नहीं VA रे जदि कौन सी जगह कैडर लिखा जाए ऑप्शन नापी मत निश्चित भाव आप कमेंट करूँ ना भाई आप कहले चेंज करने ऑप्शन अच्छी VA रे तो यह नहीं VB रे केवल ऑप्शन अच्छी सेठू ही आप चेंज करें एवं लाभ मध्य पाई परिबे भावंतु भावी चिंती आपण ये प्रसंग रे मध्य निजस्व चिंताधारा को बदलांतु आपण मानकर प्रश्न मन रे प्रश्न थिबो देखंतु ये गोटे वर्षर 2013-14 रिवाइज नंबर ऑफ TG 50% अर्थात B.Ed नंबर ऑफ +2 टीचर्स 50% अर्थात सिटी अर्थात कैटेगरी 1 हेले +2 कैटेगरी 2 हेले TG बा प्लस BA B.Ed तो सेमानकर 50-50 आउट ऑफ वैकेंसी जहाँ भी रही आपनकर 50-50 पोस्ट सेग्रीगेशन होची तो आपनकर ये मध्य गोटे प्रूफ देली आपनको लेवल VA रे ऑब्जर्व होला मध्य 50-50 आपण ऑब्जर्व होचंती आर 50% ताल आसीबो कौठू VB को जिबा बेले 50% जो रोची 50% आसीबो कौठू तो आप मैंने एथिरे देखंतु निजस्व निष्पत्ति निजे नियंतु देखिबा आगामी वीडियो रे आपण मानकर जहाँ डाउट रही कमेंट कले आम क्लियर करवा।